नमः शिवाय। कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। शिवपुराण द्वितीय खंड। आजिर विषय रही गणेशଙ୍କ विवाह और मूषिक वाहन प्राप्ति। चैनल जदि नुआ अछंती चैनल को सब्सक्राइब करी बेल आइकन को प्रेस कर दियंतो। प्रतिदिन सकाळ 7टा रु 8टा पर्यंत शिवपुराण निश्चय श्रवण करंतो। ताहेले आसंतो आरंभ करिबा। एथु अंते मन देई शुण ऋषि गण गणपति पद प्राप्ति गिरि गजानन आनंद रे कैलासे निवास करिले विवाहेले दुई कन्या मन आनंद रे शुण मन दे नाम बेनि कन्यांकर कहुछि ऋषि गणे मु तुम्भर आगर कल्प अंते अबनि जे नाम वसुधार कहुछि से चरित मु मन करि स्थिर कुंडल शिवंकर से होइला जन्म स्थिर भावे रखिबाकु ताकु पंचानन निज अंगरु रोमेक करिले बाहार स्थापिले मेरु पर्वत नाम देई तार से पर्वत नाम ख्यात हेला जगत रे पद्मजनी बेदवर देखिले नेत्र रे से गिरि 14 कले कवंटन तदुतारे मनुष्यंकु कले सरजन मेदिनी स्थिर रहिला से पर्वत परे जन माने ता मध्यरे बसति करिले विष्णु से जन मानंकु करिले पालन रुद्र रूप धरि शिव देले संहारिण दंडधर हेले नाम गण से काल रे बहुत बत्सर अति क्रांत हेला सेहि काले प्रभाति संवत्सर जे द्वापर जुग रे मर्त्यपुरे जम राजा आसी भ्रमुथिले ज्येष्ठ मास पूर्णमी थिला बुधवार ज्येष्ठ मास बिछारासी थिला से दिनर बीतिपात जोग बिष्टि नाम रे करण रोग वृष संक्रांति को 25 दिन काल विकाल सहसे महिष बाहने जम परवेश हेले एकाम्र कानने जोगासने बसिथिले तहि गजानन विचारिले देखि करी तांकु जंतुराण मनुष्य शरीरे ही अटई के जन पृथुल जठर करी राजर वदन एपरी जीव केउठी मु तो देखि नाही धरिण एहाकु निश्चय मुहिति नेबई
କାଳ ଫାସ ଗଣେଶଙ୍କ କଣ୍ଠେ ଲଗାଇଲେ, ଜାଣି ଗଣପତି ପୁଣି ମହାରୋଷ ହେଲେ। ପାପ ଆପଣା ଗଳାରୁ କାଢ଼ି ଗଜାନନ, ଯମ ଗଳାରେ ଲାଗଇ ଦେଲେ କବହନ। ପରମ ବ୍ରହ୍ମ ରୂପ ଧାରି ପ୍ରଭୁ ଗଜାନନ, ସମନ କି ଫିଟି ଯିବ ବିଚାରଇ ମନ। ବିଚାରଇ ଫିଟି କରି ଯିବି ମୁଁ ପଳାଇ, ଧରିଲେ ଗଣେଶ ତାଙ୍କ ବଳକୁ ଖଟାଇ। ଗଜାନନ ଟାଣି ଟାଣି ତାକୁ ଘେନି ଗଲେ, ମୂଷିକ ରୂପ ଧରିଲା ନାମ ସେହି କାଳେ। ଦକ ଦକ ଚିତ୍ତ ତାର ମତି ହେଲା ଛନ୍ନ, ତାହାକୁ ବଳେ ବାନ୍ଧିଲେ ସେ ଗଜବଦନ। ମୂଷା ସେଦିନ ହୋଇଲା ବାହନ ତାଙ୍କର, ମନ ଦେଇ ଶୁଣ ଏବେ ସର୍ବମୁନି କୂଳ। ମୂଷିକ ପରେ ପଶିଲେ ତହୁଁ ଗଜାନନ, କାଶୀ କ୍ଷେତ୍ରରେ ଦେଖିଲେ ତାଙ୍କୁ ପଞ୍ଚାନନ। ପିତାଙ୍କ ଚରଣେ ନମି ସକଳ କହିଲେ, ଶୁଣି କରି ବିଶ୍ୱନାଥ ଆନନ୍ଦିତ ହେଲେ। ଦୁଇ କନ୍ୟା ମେରୁଗିରି ଧରି ସଙ୍ଗତର, ପରବେଶ ହେଲେ ଆସି ପାଶରେ ତାଙ୍କର। ସଦାଶିବଙ୍କ ପଦରେ କଲେ ନମସ୍କାର, ଯୋଡ଼ିଣ କର କହନ୍ତି ବଚନ ମଧୁର। ବ୍ରହ୍ମାଣ୍ଡ ଠାକୁର ପ୍ରଭୁ ତୁମ୍ଭେ ପଞ୍ଚାନନ, ଅବିବାହିବେନି କନ୍ୟା ଅଟନ୍ତି ମୋହର। ସୁକୁମାରୀ ପଦ୍ମନେତ୍ରୀ ପରମା ସୁନ୍ଦରୀ, ଗଣପତି ଯୋଗ୍ୟ ବର ଅଟଇ ଆଙ୍କରି। ସଙ୍ଗେ ଆସିଛନ୍ତି ଭାଳି ମନରେ ମୋହର, ଧାତା ବାକ୍ୟେ ଦୁହିଁଙ୍କୁ ତାଙ୍କୁ ବିଭା କର। କୁନ୍ତଳା ମୋହିନୀ ନାମ ଅଟଇ ତାଙ୍କର, ସୁନ୍ଦରୀ ପଣେ କିଅବା ଅଛି ପଟାନ୍ତର। ପଶୁପତି ଶୁଣି କରି ଆନନ୍ଦିତ ମନ, ପ୍ରଶଂସିଲେ ମା ପାର୍ବତୀ ମେରୁକୁ ତକ୍ଷଣ। ମଙ୍ଗଳ ଦିବସ ଦେଖି କନ୍ୟା ବିଭା କଲେ, ବେନି ପାଶେ ଗଣେଶଙ୍କ ଶୋଭା ବଢ଼ାଇଲେ। ଗିରିରାଜ ଚଳିଗଲେ କନ୍ୟା କରି ଦାନ, ପତ୍ନୀ ପାଇଁ ଆନନ୍ଦିତ ହେଲେ ଗଜାନନ। ବିନୋଦେ ବିହାର କଲେ ପତ୍ନୀଙ୍କୁ ଘେନିଣ, ଏଠାରୁ ଯାହା ଘଟିଲା ମନ ଦେଇ ଶୁଣ। ପଞ୍ଚାନନ ପୁତ୍ର ବଧୂ ଘେନି ସଙ୍ଗତରେ, କୈଳାସ ପର୍ବତେ ଯାଇ ହାଜର ହୋଇଲେ। ସେ ସକାଳ ହୋଇଥିଲା ଯେଉଁ ସମୟରେ, ସବଳ କବଳ ପଞ୍ଚାନନ କରିଥିଲେ। ସକଳ ଜନ ବ୍ରହ୍ମରେ ଲୀନ ହୋଇଥିଲେ, ଗଜାନନ ଲୀନ ହେଲେ ପ୍ରକୃତି ଅଙ୍ଗରେ। ମେରୁଗିରି ସେ ସମୟ ଯେଣୁ ଜାଣିଥିଲେ, ପତ୍ନୀଙ୍କୁ ତାଙ୍କର ଗୋପ୍ୟ
କରି ରଖିଥିଲେ। ପାଳିଥିଲେ ତାଙ୍କୁ ନିଜ କନ୍ୟାର ସମାନ। ପୁନ ଗଣେଶଙ୍କୁ ତାଙ୍କୁ କରିଲେ ପ୍ରଦାନ। ଦେଖି ସନ୍ତୋଷ ହୋଇବେ ତହୁଁ ତ୍ରିପୁରାରୀ। ବେନି କନ୍ୟା ବିଭା ଦେଲେ ମନରେ ବିଚାରି। ମୋହିନୀ କୁନ୍ତଳା ଅଟେ କନ୍ୟାଙ୍କର ନାମ। ସେ ଗଜାନନର ପତ୍ନୀ ଜନମ ଜନମ। ଗଣପତି କନ୍ୟା ପାଇ ଆନନ୍ଦିତ ମନ। ମୂଷିକ ପୃଷ୍ଠରେ ବସି କରନ୍ତି ଗମନ। ମାତା ପିତାଙ୍କର ସେବା କରନ୍ତି ଚରଣ। ଶୁଣ ହେ ଋଷି ଗଣ ସ୍ଥିର କରି ଯେ ମନ। କ୍ରମେ ଗତ ହୋଇଗଲା 12 ବତ୍ସର। ଗଜାନନଙ୍କର ଜାତ 12 କୁମାର। ମୋହିନୀ ଅଟଇ ପ୍ରଥମ ପତ୍ନୀର ନାମ। ତାଙ୍କ ଗର୍ଭ 4 ପୁତ୍ର ଲଭିଲେ ଜନମ। କୁନ୍ତଳା ଦ୍ୱିତୀୟ ପତ୍ନୀଙ୍କର ଅଟେ ନାମ। 8ଟି କୁମାର ହେଲେ ତାଙ୍କଠାରୁ ଜନ୍ମ। ନନ୍ଦନ ମାନଙ୍କ ନାମ ଶୁଣି ଋଷି ବର। ଗଣେଶ ଗଣାଧୀପ ଯେ ଆଦ୍ୟ ସତଙ୍କର। ଗଣ କ୍ରୀଡ଼ା ଗଣ ନାୟକ 4 ନନ୍ଦନ। ମୋହିନୀ ଗର୍ଭରୁ ପୁଣି ହୋଇଲେ ଜନମ। ଏକଦଶନ ବକ୍ରତୁଣ୍ଡ ଯେ ମହୋଦର। ଗଜାନନ ବିକଟଦ ସନ ଲମ୍ବୋଦର। ବିଘ୍ନରାଜ ଧୂମ୍ରବନ ସପ୍ତାଷ୍ଟକ ସୁତ। 12 ପୁତ୍ର ପତ୍ନୀ ଗର୍ଭୁ ହେଲେ ଜାତ। ପୁତ୍ରମାନଙ୍କ ଚରିତ ମନ ଦେଇ ଶୁଣ। ବଡ଼ ହୋଇ କରିଲେ ସେ ଯେଉଁ କର୍ମମାନ। 4 ଦ୍ୱାରେ 8 ପୁତ୍ର ହେଲେ ଦ୍ୱାରପାଳ। 4 ନନ୍ଦନ ରହିଲେ ଗଣେଶ ପାଖର। ମହିମା ଯେ ତାହାଙ୍କର କହିତ ନୁହଁ। ନାମ ଶୁଣିଲେ ସମନ ଭୟରେ ଥରଇ। ଯେଉଁ ଦେବଙ୍କର ଏହି ପ୍ରକାର ସନ୍ତାନ। ତାଙ୍କରି ଚରଣ ତଳେ କରଇ ପ୍ରଣାମ। ସକଳ ଦେବଙ୍କ ଅଗ୍ରେ ହୁଅନ୍ତି ପୂଜନ। 3 ପୁରେ ତାଙ୍କ ନାମ ବିଘ୍ନ ବିନାଶନ। ତାଙ୍କ ନାମ ପ୍ରତ୍ୟହ ଯେ ସୁମରଇ ଜନ। ଉତ୍ତମ ସନ୍ତାନ ଦିଅନ୍ତିଟି ଗଜାନନ। ସକଳ ଐଶ୍ୱର୍ଯ୍ୟ ଧନ ସମ୍ପଦ ମିଳଇ। ରୋଗ ଶୋକ ନିମିଷକେ ଯାଏ ସେ ଦୂରେଇ। ସାଧୁ ସୁଜ୍ଞ ଜନ ମାନେ ମୋ ବିନତି ଘେନ। ସେ ପାଦେ ଶରଣ ପଶେ ବୁଦ୍ଧିମନ୍ତ ଦୀନ। ତୀର୍ଥ ଭ୍ରମଣାନ୍ତେ କାର୍ତ୍ତିକେୟଙ୍କ ପ୍ରତ୍ୟାବର୍ତ୍ତନ। ଏଥୁ ଅନ୍ତେ ଆନ କଥା ଶୁଣ ଋଷି ଗଣ। କୁମର ପାର୍ବତୀଙ୍କର ମାନିଣ ବଚନ। ତୀର୍ଥ ଭ୍ରମଣ ନିମନ୍ତେ ପ୍ରସ୍ତୁତ ହୋଇଲେ। କାର୍ତ୍ତିକେୟ ମୟୂର ପୃଷ୍ଠରେ ବିଜେ କଲେ। ପୁଣ୍ୟ ରଜନ କଥା ବିଚାରି ମନରେ। ଉତ୍ତମ ତୀର୍ଥେ ଯିବାରେ ମନ ବଳାଇଲେ।
ମୁଖ କରି ଉତ୍ତମ ତୀର୍ଥ ଦିଗରେ ଗଲେ। ପ୍ରବେଶ ହୋଇଲେ ସିଂହଦ୍ୱାର ଯେ ତୀର୍ଥରେ। ତଦୁତ୍ତାରେ କିଛି ଦୂର ପୁଣି ଚଳିଗଲେ। ପ୍ରବେଶ ହୋଇଲେ ହରିଦ୍ୱାର ଯେ ତୀର୍ଥରେ। ତଦୁତ୍ତାରେ କିଛି ଦୂର ପୁଣି ଚଳିଗଲେ। ପ୍ରବେଶ ହୋଇଲେ ଯାଇ ତୀର୍ଥ ଗଙ୍ଗା ଦ୍ୱାରେ। ସ୍ନାନ ବିନିତ୍ୟ କର୍ମ ସାରିଣ ସେ ଯେ ସ୍ଥାନେ। ଗଙ୍ଗାଷ୍ଟକ ପାଠ କଲେ ଆନନ୍ଦିତ ମନେ। ଜନାର୍ଦ୍ଦନଙ୍କ ମୂରତି କରି ଦର୍ଶନ। ମାନସରେ ଶ୍ରୀ ବିଷ୍ଣୁଙ୍କ ନାମ କରି ଗାନ। ଶୁଣ ସର୍ବ ମୁନି ଗଣ ମନ ଧ୍ୟାନ ଦେଇ। ପତିତ ପାବନୀ ଗଙ୍ଗା ଅନ୍ୟ ନାମ ଧ୍ୟାଇ। ସେ ତୀର୍ଥର ଜଳେ ଯେହୁ ସ୍ନାନ କରଇ। ଜନାର୍ଦ୍ଦନଙ୍କୁ ଦର୍ଶନ ସେ ସ୍ଥାନେ କରଇ। ଅଙ୍ଗିପିତ କମରନ ବିନାଶ ହୁଅଇ। ବୈକୁଣ୍ଠପୁରେ ସ୍ଥାନ ସେ ଜନେ ମିଳଇ। ଶମ୍ଭୁସୁତ ସେ ତୀର୍ଥରେ କରିଣ ସ୍ନାନ। କେଦାର ତୀର୍ଥରେ ଯାଇ ଗଲେ ପ୍ରବେଶିଣ। ସର୍ବଶ୍ରେଷ୍ଠ ତୀର୍ଥ ଅତି ପବିତ୍ର ସେ ସ୍ଥାନ। ସ୍ନାନ କରି ଜନାର୍ଦ୍ଦନ କରିଲେ ପୂଜନ। ସେ ସ୍ଥାନେ ନର ନାରାୟଣ ସେ ଯେ ଦେଖଇ। ସହସ୍ର ଗୋଦନର ଫଳ ସେ ଜନ ଲୋଭଇ। ସ୍ନାନ କରି ସେ ତୀର୍ଥରେ ଶମ୍ଭୁଙ୍କର ସୁତ। ଦର୍ଶନ କରିଲେ ନାରାୟଣଙ୍କୁ ସତେତ। ମୟୂର ଉପରେ ବସି ସ୍କନ୍ଧ ଚଳିଗଲେ। ପ୍ରବେଶିଲେ ପୁଣ୍ୟ ଭୂମି ସେ ତପୋବନରେ। ଶୁଣ ସର୍ବ ମୁନି ଗଣେ ଅପୂର୍ବ ଉଦନ୍ତ। ସେବନ ମଧ୍ୟରେ ହୁଅଇ ମଙ୍ଗଳ ଜାତ। ଦଶାନନ ତପ କଲା ପୂର୍ବେ ସେବନରେ। ତପୋବନ ନାମ ଗୋଟି ତାହା ରହେ ଧୀରେ। ଯେତେ ପୁଣ୍ୟ ତୀର୍ଥ ମାନ ଅଛି ସେବନରେ। ଅଭୀଷ୍ଟ ପୂର୍ଣ୍ଣ ହୁଅଇ ସ୍ନାନ ଯେହୁ କରେ। ସ୍କନ୍ଦ ବୀର ପୁଣି ତହିଁ କରିଣ ସ୍ନାନ। ତହୁଁ କୌଶିକ ତୀର୍ଥକୁ ଗଲେ ପଳାଇଣ। ଦାମୋଦରଙ୍କୁ ପୂଜିଲେ ନିତ୍ୟ କର୍ମ ସାରି। କଲେ ନମସ୍କାର ଭକ୍ତିରେ ପଦେ ତାଙ୍କରି। ସେଠାରୁ ଚଳିଣ ଗଲେ ପୁଣି ମହାସେନ। ଗୌତମ ତୀର୍ଥେ ମିଳିଲେ ଈଶ୍ୱର ନନ୍ଦନ। ନମସ୍କାର କଲେ ତହିଁ ଭାସ୍କର ଦେବଙ୍କୁ। ସରଜୁରେ ପ୍ରବେଶିଲେ ଘେନି ମୟୂରକୁ। ସ୍ନାନ ସାରି ଶ୍ରୀ ବିଷ୍ଣୁଙ୍କୁ ସେଠାରେ ପୂଜିଲେ। ବିଷ୍ଣୁଙ୍କୁ ସ୍ମରଣ କଲେ ସାତ୍ವಿକ ଭାବରେ। କୂଳେ କୂଳେ ସରଜୁର କରିଲେ ଗମନ। ରାମଘାଟରେ କୁମାର ଗଲେ ପ୍ରବେଶିଣ। କହନ୍ତେ ସରିବ ନାହିଁ ମହିମା ଘାଟର। ସ୍ନାନ କରି ସ୍ୱର୍ଗେ ଗଲେ ଶ୍ରୀରାମ ଠାକୁର। ଆବର ଯେ ଜନ ପ୍ରଜା ସ୍ନାନ କରିଲେ। ସର୍ବେ ଚତୁର୍ଭୁଜ ପାଇ ସ୍ୱର୍ଗପୁରେ ଗଲେ। ସେ ଜଳେ ସ୍ନାନ କରି ଚଳିଲେ କୁମାର। ପ୍ରୟାଗ ତୀର୍ଥରେ ଯାଇ ହୋଇଲେ ହାଜର। ସର୍ବତୀର୍ଥ ମାନଙ୍କରେ ପ୍ରୟାଗ ଯେ ରାଜା। ତହିଁ ସ୍ନାନ କଲେ ସ୍କନ୍ଧ ହେଲେ ମହାତେଜା। ଅମର ଗଣଙ୍କୁ ତହିଁ ଜଳ କଲେ ଦାନ। ଆନନ୍ଦରେ ମାସ ତିନି ଗଲେ କରହୀଣ।
ନୀତି ଦେଲେ ଷଢ଼ାନନ ସ୍ଥାବର ଗଣଙ୍କୁ। ଜଳଦାନେ ତୋଷିଲେ ସେ ସମସ୍ତ ଋଷିଙ୍କୁ। ପଶ୍ଚିମକୁ ମୁଖ କରି ହୋଇଲେ ବାହାର। କାଳନ୍ଦୀ ଜାହ୍ନବୀ ତୀର୍ଥେ ମିଳିଲେ ସତର। ସେ ତୀର୍ଥଙ୍କ ମହିମା ଯେ କହିତ ନୁହଁ। ପଣ୍ଡିତ ଜନଙ୍କୁ ପୁଣି ଅଦୃଶ୍ୟ ଅଟଇ। ମହାସେନ ମାସ 3 ରହଣି କରିଲେ। ଦେବ ଋଷିମାନଙ୍କୁ ତହିଁ ସେ ଆରାଧିଲେ। ବାହୁଡ଼ିଣ ପ୍ରୟାଗରେ ପ୍ରବେଶ ହୋଇଣ। 3 ମାସ ନାରାୟଣ କଲେ କପୂଜନ। ହରିକ୍ଷେତ୍ର କ୍ଷେତ୍ର ମାନଙ୍କର ମଧ୍ୟରେ ସାର। ପୁଲହ ଋଷି ଆଶ୍ରମ ଯହିଁ ବିଦ୍ୟମାନ। ଷଡ଼ାନନ ପରବେଶ ହେଲେ ତହିଁ ଯାଇ। ଶକ୍ତିଧର ଗୋମତୀରେ ମିଳିଲେ କଯାଇ। ଇଷ୍ଟଦେବଙ୍କୁ ସୁମରି କରିଲେ ସ୍ନାନ। ତହିଁ ସ୍ନାନ କଲେ ପାପ ହୁଏ ବିନାଶନ। ରୂପ ସେଠାରେ ସର୍ବଦା ଦିଶଇ ଶୋଭନ। ଗୋକର୍ଣ୍ଣେଣ ଲିଙ୍ଗ ଛନ୍ତି ଗୋମତୀର ତୀରେ। ତାହାଙ୍କୁ ପୂଜିଣ ସ୍କନ୍ଧ ତହୁଁ ଚଳିଗଲେ। ଗଣ୍ଡୁକୀର ଜଳେ ପଶି କରିଲେ ସ୍ନାନ। ବିପାଶା ନଦୀରେ ସାରିଲେ ସ୍ନାନ ତର୍ପଣ। କୁରୁକ୍ଷେତ୍ରରେ ମିଳିଲେ ଯାଇଣ ତାପରେ। ବନମାଳୀଙ୍କୁ ସେଠାରେ ସ୍କନ୍ଧ ପେ ଲେଖିଲେ। ବିଷ୍ଣୁ ଅବତାର ତହିଁ କଚ୍ଛପ ରୂପରେ। ଶକ୍ତିଧର ଦେଖି କରି ପଦେ ପ୍ରଣମିଲେ। ଦର୍ଶନ କରେ କଚ୍ଛପ ରୂପ ଯୋଗାଇଣ। ସମସ୍ତ ପାତକ ତାର ହୁଅଇ ଦହନ। ଭକ୍ତି ଭରେ ଦର୍ଶନ କଲେ ସ୍କନ୍ଧ ବୀର। କାଶୀ କ୍ଷେତ୍ରରେ ମିଳିଲେ ଶିବଙ୍କ କୁମାର। କାଶୀ କ୍ଷେତ୍ର ନାମ ବିଖ୍ୟାତ 3 ପୁରର। ଈଶ୍ୱର ଅଛି ବିଶ୍ଵେଶ୍ୱର ଯେ ସେ ସମର। ଉତ୍ତର ବାହିନୀ ତହିଁ ପତିତ ତାରିଣୀ। ତହିଁ ସ୍ନାନ କରି ମୋକ୍ଷ ହୁଅନ୍ତି ସେ ପ୍ରାଣୀ। ତାମରସ ହୋଇଛନ୍ତି ତୀର୍ଥଗଣ ତହିଁ। ଶ୍ରୀମଣି କାର୍ତ୍ତିକ ତୀର୍ଥ କର୍ଣ୍ଣିକା ଯେ ହୋଇ। ଜନନୀ ଅଟନ୍ତି ସେ ତ ସର୍ବ ଜନଙ୍କର। ଜାତ କରିଛନ୍ତି ତାକୁ ନିଜେ ମହେଶ୍ୱର। ସେ ତୀର୍ଥ ମହିମା କେହୁ ବଚନେ କହିଣ। ବିଶ୍ଵେଶ୍ୱରଙ୍କ ସ୍ୱରୂପ ଦେଖିଲେ ସେ ସ୍ଥାନ। 3 ଦିନ ଦିବାନିଶି ରହିଲେ ସ୍ଥାନରେ। ଗୟା କ୍ଷେତ୍ରରେ ସେଠାରୁ ଯାଇ ପ୍ରବେଶିଲେ। ନୀଳାଦ୍ରମ ଦେବଙ୍କୁ ପିଣ୍ଡ କରିଲେ ପ୍ରଦାନ। ସେଠାରୁ ଚଳିଗଲେ ଯେ ଦେବ ଷଡ଼ାନନ। କିଛି ଦିନ ଗଙ୍ଗା କୂଳେ କରିଲେ ଗମନ। ବଜ୍ରଘାଟରେ ମିଳିଲେ ଈଶ୍ୱର ନନ୍ଦନ। ଗଙ୍ଗା ସିନ୍ଧୁଙ୍କ ସଙ୍ଗରେ ମିଶିଛନ୍ତି ତହିଁ। ବ୍ରହ୍ମ ଋଷି ଅସଂଖ୍ୟ ଯେ ତହିଁ ଛନ୍ତି ରହି। ଶିବଙ୍କ ସୁତକୁ ଦେଖି କରି ମୁନିଗଣ। ବହୁ ସମାଜର କରି ପାଶେ ବସାଇଣ। ଆଶ୍ରମେ ଋଷିଗଣଙ୍କ ରହିଲେ କୁମାର। ମାଧବଙ୍କୁ ଦର୍ଶନ କଲେ ସ୍କନ୍ଧବୀର। 5 ଦିନ ତହିଁ ବିତାଇଲେ ଷଡ଼ାନନ।
ତଦନ୍ତେ ସେଠାରୁ ଚଳି ଗଲେ ଷଡ଼ାନନ। ମୟୂର ଉପରେ ବସି କରନ୍ତି ଗମନ। ବିରଜା କ୍ଷେତ୍ରରେ ଆସି ମିଳିଲେ ତକ୍ଷଣ। କରି ଯାଉଅଛି ନଦୀ ବୈତରଣୀ ନାମ। କାଚ କେନ୍ଦୁ ଜିଣି ଜଳ ଅତି ଶୋଭାବନ। ହରିବାରାହ ରୂପ ଯେ ବୈତରଣୀ କୂଳେ। ଶଙ୍ଖ ଚକ୍ର ଧରି ହରି ବିଜୟ ସେଠାରେ। ସେ ନଦୀରେ ଯୋକ ରୂପ ଧରି କଲେ ସ୍ନାନ। ପାପ ନାଶ ଯାଏ ଯେହୁ କରଇ ଦର୍ଶନ। ଗଙ୍ଗା ସ୍ନାନ ସମ ଫଳ ମିଳଇ ତହିଁରେ। କୁମାର ସ୍ନାନ କରିଲେ ତହିଁ ରୋଷ ଭରେ। ସ୍ନାନ ତର୍ପଣାଦି ଆଦି ନିତ୍ୟ କର୍ମ ମାନ। ସାରି ବରାହ ମୂରତି କରିଲେ ଦର୍ଶନ। ଚଳିଗଲେ ପଞ୍ଚରାତ୍ର ସେଠାରେ ରହିଣ। ବ୍ରାହ୍ମଣୀ ତୀରରେ ଯାଇ ମିଳିଲେ ବହନ। ବ୍ରହ୍ମଦେବୀଙ୍କୁ ଦେଖି ସେ ସ୍ନାନ ଶେଷ କରି। ବ୍ୟାସ ଜନ୍ମ ନଦୀ ଦେଖେ ନେତ୍ର ଯେ ତାଙ୍କରି। ସ୍ନାନ କଲେ ସେ ନଦୀରେ ପଶିଣ କୁମାର। ଶିଖରୀ ଚଳରେ ଯାଇ ମିଳିଲେ ତତ୍ପର। ଶିବଲିଙ୍ଗ ନାମ ତହିଁ ଯେ ଶିଖରେଶ୍ୱର। ନାନାବିଧ ଭୋଗ ହୁଏ ପାଣରେ ତାଙ୍କର। ଅମୃତମୟ ତୀର୍ଥରେ ଈଶ୍ୱର ନନ୍ଦନ। କେଲ ବୁଦ୍ଧେଶ୍ୱର ସ୍ନାନ ପରେ ଦର୍ଶନ। ଶିବରାତ୍ରି ତହିଁ ଉଜାଗରେ ଯେ ଉପାଳେ। ସକଳ କାମନା ପୂର୍ଣ୍ଣ ହୁଇ ଅନ୍ତରେ। କାର୍ତ୍ତିକେୟ କୁଳେଶ୍ୱର କରି ଚାଲିଗଲେ। ପ୍ରବେଶିଲେ ଯାଇଣ ଚିତ୍ରୋତ୍ପଳା ଯେ କୂଳେ। ସ୍ନାନ ସାରି ନାରାୟଣ କରି ଦର୍ଶନ। ଏକାମ୍ର କ୍ଷେତ୍ରେ ମିଳିଲେ ଯାଇ ଷଡ଼ାନନ। ଏକାମ୍ର ବନରେ ଯାଇ ପ୍ରବେଶ ହୋଇଲେ। ବିନ୍ଦୁସାଗରକୁ ତହିଁ ନେତ୍ରରେ ଦେଖିଲେ। ମହାଦେବୀ ପାର୍ବତୀଙ୍କ ସଙ୍ଗେ ଆନନ୍ଦରେ। ହର ଠାକୁର ଯେ ରତି କ୍ରୀଡ଼ା କରିଥିଲେ। ଶିବ ଗୋପାଳକ ଗୋପାଳୁଣୀ ମହେଶ୍ୱରୀ। ରାସ କ୍ରୀଡ଼ା କରିଥିଲେ ଶଙ୍କର ଶଙ୍କରୀ। ସ୍ନାନ କରିଲେ ପଶି ବିନ୍ଦୁସାଗରରେ। ସକଳ ପାତକ ସ୍ନାନ କଲେ ଯାଏ ଦୂରେ। ସର୍ବତୀର୍ଥ ସ୍ନାନ ଫଳ ତାହାକୁ ମିଳଇ। ଶିବପୁରେ ଯାଏ ପୁଣି ଦେହାନ୍ତରେ ଯାଇ। ଲିଙ୍ଗରାଜ ରୂପେ ପ୍ରଭୁ ବିଦାୟ ସେଠାରେ। ଲିଙ୍ଗମାନଙ୍କର ରାଜନ ଭୁବନେଶ୍ୱରରେ। ବ୍ରହ୍ମମୟ ଜ୍ୟୋତିର୍ଲିଙ୍ଗ ତହିଁରେ ଈଶାନ। ସର୍ବ ପାପ ନର ହୋଇ କରିଲେ ଦର୍ଶନ। ଏକ ବରଷ ରହିଲେ ତହିଁରେ କୁମାର। ବିନ୍ଦୁସାଗରରେ ନୀତି ସ୍ନାନେ ତତ୍ପର। ଜ୍ୟୋତିର୍ମୟ ଲିଙ୍ଗରାଜ କରି ଦର୍ଶନ। ଶିବ ପଞ୍ଚାକ୍ଷର ମନ୍ତ୍ର କରନ୍ତି ପଠନ। ଲିଙ୍ଗରାଜ ପାଶେ ମୂର୍ତ୍ତି
ଅଛଇ ତାଙ୍କର। ଦର୍ଶନେ ପ୍ରସନ୍ନ ପାପ ହୋଇଯାଏ ଦୂର। ଷଡ଼ାନନ ବରଷକ ପରେ ତହୁଁ ଗଲେ। ପରବେଶ ହେଲେ ପ୍ରାଚୀନ ନଦୀର କୂଳରେ। ସରସ୍ୱତୀ ଧାର ସେହି ନଦୀଟି ଅଟଇ। ଈଶ୍ୱର ନନ୍ଦନ ସ୍ନାନ କଲେ ତହିଁ ଯାଇ। ଅଷ୍ଟଶମ୍ଭୁଙ୍କ ସେଠାରେ କରି ଦର୍ଶନ। ପ୍ରବେଶିଲେ ଅର୍କ କ୍ଷେତ୍ରେ ଯାଇ ଷଡ଼ାନନ। ବୁଡ଼ି ସେ ତୀର୍ଥ ଜଳରେ ଦେଖିଲେ ତପନ। ଚନ୍ଦ୍ରଭାଗା ତୀର୍ଥେ ପ୍ରବେଶିଲେ ଷଡ଼ାନନ। ସଦାନନ୍ଦଙ୍କୁ ଭେଟିଲେ କରିଣ ସ୍ନାନ। 5 ଦିନ ତହିଁ ସ୍କନ୍ଦ ବାସ କଲେ ତହିଁ। ନିଜ ମୂରତି ସ୍ଥାପିଣ ଗଲେ ପଥ ବାହି। ସ୍ୱର୍ଗ ଦ୍ୱାରେ ତୀର୍ଥ ଦେଖି ସ୍ନାନ ସାଗରରେ। ନୀଳ ମାଧବ ଦେଖିଲେ ଯାଇ ନୀଳାଚଳେ। ଦକ୍ଷିଣକୁ ଗଲେ ତହିଁ ରହି 5 ଦିନ। ଋଷିକୂଲ୍ୟା ତୀରେ ଯାଇ ମିଳିଲେ ବହନ। ଦେବ ପିତୃତୋଷ କଲେ ତହିଁ କରି ସ୍ନାନ। ସେହିଠାରେ ସମସ୍ତଙ୍କୁ କଲେ ଜଳଦାନ। ତୁମ୍ଭେଶ୍ୱର ନାମେ ଯେ ଶିବଙ୍କୁ ପୂଜିଣ। ବ୍ରାହ୍ମଣ ମାନଙ୍କୁ ଅନ୍ନ କରିଲେ ପ୍ରଦାନ। ଋଷିଗଣଙ୍କୁ ସେଠାରେ ସଙ୍ଗରେ ଧରିଣ। ମହେନ୍ଦ୍ର ପର୍ବତେ ପହଞ୍ଚିଲେ ଷଡ଼ାନନ। ସେଠାରେ ଗୋକର୍ଣ୍ଣେଶ୍ୱର ଲିଙ୍ଗଙ୍କୁ ଦେଖିଲେ। ଷଡ଼ାନନ ଦର୍ଶନ କରିଲେ ଭକ୍ତିରେ। ଇନ୍ଦ୍ର ଗୋକର୍ଣ୍ଣେଶ୍ୱରଙ୍କୁ କରନ୍ତେ ପୂଜନ। ପର୍ବତ ଦିତ ହୋଇଲା ଯେ ମହେନ୍ଦ୍ର ନାମ। ଭାର୍ଗବ ସାତ୍ୱିକ ଭାବେ ତାହାଙ୍କୁ ପୂଜିଲେ। ସଂସାରରେ ଭୃଗୁପତି ନାମ ବୋଲାଇଲେ। ଏବେ ବି ପରଶୁରାମ ସେ ମୁନିବର ତହିଁ। ଦେଖା ଯାନ୍ତି ଯା ମହିମା କହିତ ନୁହଁଇ। ସେ ପର୍ବତ ବହେ ନଦୀ ମହେନ୍ଦ୍ର ତନୟା। ସମୁଦ୍ରକୁ ଭେଦି ପୂର୍ବ ମୁଖେ ବହେ ତାହା। ସ୍ନାନ କଲେ ସେ ନଦୀରେ ପଶିଣ କୁମାର। ଅତି ତୋଷରେ ପୂଜିଲେ ଭୋଳା ମହେଶ୍ୱର। କହୁଅଛି ମୋହି ସେହି ମହିମା ତାହାର। ସ୍ନାନ କରି ଯେ ପୂଜଇ ଭକତି ମନର। ସ୍ନାନ କରି ଶିଖେ ଦର୍ଶନ କରେ ପଞ୍ଚାନନ। ରାଜସୋୟ ଫଳ ତାକୁ ମିଳଇ ତକ୍ଷଣ। ପବିତ୍ର ସ୍ନାନ ତାହାକୁ ନୟନେ ଦେଖିଣ। ବେନି ସମ୍ବତ୍ସର ଗଲେ ସେଠାରେ ରହିଣ। ପଶ୍ଚିମ ମୁଖେ ସେଠାରୁ କରିଲେ ଗମନ। ପ୍ରବେଶିଲେ କବନେ ତା ନାମ ଉତ୍ତର। ଅତ୍ୟନ୍ତ ଶୋଭାଦିଶଇ ଦିଶେ ସେହି ବନ। ଗିରିମୂତ୍ର ପଞ୍ଚାନନ ଥିଲେ ସେହି ସ୍ଥାନ। ତହିଁ ଗଜାନନଙ୍କୁ ଯେ ଉମା ଜାତ କଲେ। ତାହାର ଚରିତ କହୁଛି ତୁମ୍ଭ ଆଗରେ। ଦ୍ୱାର ନ ଛାଡ଼ିଲେ ତହୁଁ
ତାଙ୍କ ଗଜାନନ ପରଶୁରେ ତା ମସ୍ତକ ଛେଦି ପଞ୍ଚାନନ। ଝର ଝର ରୁଧିର ଯେ ବହିଣଇଲା, ମୋ ମନ ନଦୀ ନାମେ ଏକ ନଦୀ ଜାତ ହେଲା। ଗଣେଶଙ୍କ ଶିର ଭସ୍ମ ହେଲା ଯେ ସ୍ଥାନରେ, ପଞ୍ଚାନନ କୋପ ହୋଇ ଭସ୍ମ କରିଥିଲେ। ଶକ୍ତିଧର ପ୍ରବେଶିଲେ ସ୍ଥାନରେ ସେ ଯାଇ, ସ୍ନାନ କରିଣ ପୂଜିଲେ ପାର୍ବତୀଙ୍କ ସାଇଁ। ଚଳକୁନ ରୂପ ତହିଁ କରି ଦର୍ଶନ, ଶ୍ରୀଶୈଳ କ୍ଷେତ୍ରେ ଯାଇଣ ମିଳି ଷଡ଼ାନନ। ଶୀତ ବାହିନୀ ଅଟଇ ସେଠାକାର ଧାର, ସ୍ନାନ କଲେ ଷଡ଼ାନନ ଆନନ୍ଦ ମନର। ମଲ୍ଲିକାର୍ଜୁନ ଯେ ଜ୍ୟୋତିର୍ଲିଙ୍ଗ ବିଦ୍ୟମାନ, ତାହାଙ୍କ ପଦେ ନମିଲେ ଦେବ ଷଡ଼ାନନ। ଷୋଡ଼ ଉପଚାରରେ ଆନନ୍ଦେ ସେ ପୂଜିଲେ, ଦ୍ୱାଦଶ ଦିବସ ତହିଁ ନିବାସ କରିଲେ। ସେଠାରୁ ମୟୂର ପୃଷ୍ଠେ ବସି ଷଡ଼ାନନ, ଦ୍ରାବିଡ଼ ଦେଶରେ ମିଳି ଗଲେ ତତ୍କ୍ଷଣ। ବେଙ୍କଟ ତୀର୍ଥ ଜଳରେ କରିଲେ ସ୍ନାନ, ବେଙ୍କଟ ବିଷ୍ଣୁଙ୍କୁ ତହିଁ କଲେ ଦର୍ଶନ। ଅତି ଭକ୍ତି ଭରେ ତାଙ୍କୁ କରିଲେ ପୂଜନ, ଶକ୍ତିଧର ଏକ ମାସ ତହିଁ କଟାଇଣ। ବେଙ୍କଟରେ ଯେହୁ କରେ ନର ଯେ ସ୍ନାନ, ବେଙ୍କଟ ଦାମୋଦରଙ୍କ କରେ ଦର୍ଶନ। ସକଳ ପାପଙ୍ଗରୁ ବହନ ହୁଅଇ, ମାତାଙ୍କର ପୁନଃସ୍ତନ ପାନନ କରଇ। ଶିବନନ୍ଦନ ବେଙ୍କଟ ତୀର୍ଥ ତ୍ୟାଗ କଲେ, ଉଜ୍ଜୟିନୀ କ୍ଷେତ୍ରେ ଯାଇ ପ୍ରବେଶ ହଇଲେ। କୃଷ୍ଣା ନଦୀରେ ତହିଁ ସେ ସ୍ନାନ କଲେ ଯାଇ, ମହାବଳେଶ୍ୱରଙ୍କୁ ଦର୍ଶନ କଲେ ତହିଁ। ମୟୂର ପୃଷ୍ଠରେ ବସି ଦେବ ଷଡ଼ାନନ, ବିଷ୍ଣୁ କାଞ୍ଚି କ୍ଷେତ୍ରେ ପ୍ରବେଶିଲେ ତତ୍କ୍ଷଣ। ଦିବ୍ୟ ନଦୀ କାଞ୍ଚନ ଭଦ୍ରା ନାମରେ ତହିଁ, ପାତାଳକୁ ଭେଦି ଅତି ଗଭୀରେ ବହଇ। ତହିଁ ପଶି ସ୍ନାନ କଲେ ଦେବ ଷଡ଼ାନନ, ଦାମୋଦର ବିଷ୍ଣୁଙ୍କୁ ସେ କଲେ ଆରାଧନ। ତ୍ରିକାଳହସ୍ତ ଶିବଙ୍କୁ କଲେ ଦର୍ଶନ, ସେ ତୀର୍ଥେ ରହିଲେ ସପ୍ତ ଦିନ ଷଡ଼ାନନ। ତହୁଁ ବାଜିଲା ତୀର୍ଥରେ କରିଲେ ସ୍ନାନ, ବୃଷବାଣ ବାଲାଜୀରେ କଲେ ଦର୍ଶନ। ସେଠା ବରୁ ମହାସେନ କରିଲେ ଗମନ, କାଉଁରୀ ମଣ୍ଡଳେ ଯାଇ ଗଲେ ପ୍ରବେଶିଣ। ମହାନନ୍ଦ ହୋଇଲେ ତହିଁ କରି ସ୍ନାନ, କାବେରୀ ନଦୀରେ ସ୍କନ୍ଧ ମିଳିଲେ ଯାଇଣ। ତାରଣୀରେ ଆନନ୍ଦରେ ସ୍ନାନ ଯେ କରିଲେ, ପିତୃପୁରୁଷଙ୍କୁ ତହିଁ ଭକ୍ତିରେ ପୂଜିଲେ। ଶ୍ରୀରଙ୍ଗ କ୍ଷେତ୍ରକୁ ତହୁଁ ବଳାଇଣ ମନ, ମୟୂର ପୃଷ୍ଠରେ ବସି
ଗଲେ ଷଡ଼ାନନ ମେଷ ଶିଖରୀ ଉପରେ ଅନନ୍ତଙ୍କ ସ୍ଥାନ। ଶ୍ରୀରାମଙ୍କ ମୂର୍ତ୍ତି ତହିଁ କରିଲେ ଦର୍ଶନ। ରଙ୍ଗନାଥ ଯେ ଶୟନ ମୂର୍ତ୍ତିଙ୍କର ନାମ। ତାଙ୍କୁ ପୂଜିଲେ ଭକ୍ତିରେ ତହିଁ ଷଡ଼ାନନ। ରଙ୍ଗନାଥ ହରି ଦେଖିବାକୁ ମନୋରମ। ଲଲାଟ ସୁନ୍ଦର ସଦା ପ୍ରସନ୍ନ ବଦନ। ଅଙ୍ଗେ ଆଭରଣ ତାଙ୍କ ନାନା ଅଳଙ୍କାର। ସୁବାସ ନନ୍ଦନ ବିଲେ ପନଟି ଶରୀର। ସୁରଭି କୁସୁମ ମାଳା ଗଳାରେ ରାଜଇ। ଶଙ୍ଖ ଚକ୍ର ଗଦା ପଦ୍ମ ହସ୍ତରେ ଶୋଭଇ। ଏସନ ରୂପ ତାଙ୍କର କୁମାର ଦେଖିଲେ। ନାନାବିଧ ଉପଚାରେ ତାହାଙ୍କୁ ପୂଜିଲେ। ଯେହୁ ଜନ ସେ କ୍ଷେତ୍ରରେ ପହୁଞ୍ଚାଇ ଯାଇ। କାବେରୀ ନଦୀର ଜଳେ ସ୍ନାନ କରଇ। ରଙ୍ଗନାଥଙ୍କୁ ତାପରେ ଦର୍ଶନ କରିଣ। ପରମ ପଦ ମିଳଇ ତାହା କୋଟି ଜାଣ। କୋଟି ଜନ୍ମ ତପ ପୂର୍ବ ଜନ୍ମେ କରିଥାଇ। ରଙ୍ଗନାଥଙ୍କର ରୂପ ଦର୍ଶନ କରଇ। ଅନ୍ତେ ମିଳଇ ତାହାକୁ ବୈକୁଣ୍ଠ ଭୁବନ। ମୁନିଙ୍କ ମୁଖରୁ ଏହା କୁମାର ଶୁଣିଲେ। ସେ ସ୍ଥାନରୁ ଆନନ୍ଦିତ ହୋଇ ଚଳିଗଲେ। ମୟୂରେ ବସି ଋଷଭ ପର୍ବତେ ମିଳିଲେ। ଧର୍ମପଦକୁ ମନରେ ସୁମରଣା କଲେ। ହରିକ୍ଷେତ୍ର ରହିଅଛି ସେ ଗିରି କ୍ଷେତ୍ରରେ। ପବିତ୍ର ଅଟଇ ମୋକ୍ଷ ଫଳ ମିଳିପାରେ। ବିଷ୍ଣୁଙ୍କର ମୂର୍ତ୍ତି ତହିଁ କଲେ ଦର୍ଶନ। ମଥୁରା ନଗରେ ପ୍ରବେଶିଲେ ଷଡ଼ାନନ। ତହିଁ ସ୍ନାନ କରି ବିଷ୍ଣୁ କଲେ ଦର୍ଶନ। ଦକ୍ଷିଣ ଦିଗକୁ ତହୁଁ କରିଲେ ଗମନ। ସେତୁ ବନ୍ଧ ରାମେଶ୍ୱରେ ଯାଇ ପ୍ରବେଶିଲେ। ପବିତ୍ର ତୀର୍ଥ ତାହା ସେ ଦର୍ଶନ କଲେ। ସେଠାରୁ ଚଳିଲେ ରାମ ତୀର୍ଥେ ସାରି ସ୍ନାନ। ଦକ୍ଷିଣ ସିନ୍ଧୁ ଜଳରେ କଲେ ସ୍ନାନ ତର୍ପଣ। ଶ୍ରୀରାମେଶ୍ୱରଙ୍କ ତହିଁ କରି ଦର୍ଶନ। 16 ଉପଚାରରେ କରିଲେ ପୂଜନ। ଯେଉଁ ଜ୍ୟୋତିର୍ଲିଙ୍ଗ ବଜରଙ୍ଗୀ ଆଣିଥିଲେ। ଶ୍ରୀରାମ ଠାକୁର ତାଙ୍କୁ ସ୍ଥାପିଣ ଯେ ଥିଲେ। ସେ ଲିଙ୍ଗକୁ ପୂଜା ତହିଁ କରିଲେ କୁମାର। ଉପଚାର ମାନ ରଖି ନାନା ପ୍ରକାର। ଦେବସୂତା ପୁରାଣରେ ବ୍ୟାସଙ୍କ ମତରେ ଲେଖିଛନ୍ତି ରାମେଶ୍ୱର ମହିମା ତହିଁରେ। କହିବା ପାଇଁ କି ସାମର୍ଥ୍ୟ କାହାର ଛଇ। ଯେ ଶୁଣଇ ଅବଶ୍ୟ ସେ ମୁକ୍ତି ଲଭଇ। ଯେତେ ବ୍ରହ୍ମ ଋଷି ରହି ଥିଲେ ସେ ସ୍ଥାନରେ। ସୁବଚନେ ଷଡ଼ାନନ ତାଙ୍କୁ ତୋଷ କଲେ। ଶ୍ରୀରାମ ସେତୁ ଦର୍ଶନ କରଇ ଯେ ନର।
ବୈକୁଣ୍ଠ ଗମେ ଶୁଣେ ଯେ ସେ ଗାଥା କର୍ଣ୍ଣର। 16 ମାସ 16 ନୟନ ରହିଲେ ଭକ୍ତିରେ, ରାମେଶ୍ୱରଙ୍କୁ ପୂଜିଲେ ଆନନ୍ଦ ମନରେ। କୁସୁମ ମାଳା ଦେଇଣ ଦର୍ଶନ କରନ୍ତି, ଚତୁଃସାମ ଦେଇ ଅଭିଷେକ କରାବନ୍ତି। 16 ମାସ ପରିପୂର୍ଣ୍ଣ ହୋଇଲା ଏପରି, ପଶ୍ଚିମ ମୁଖେ ଚାଲିଲେ ଅନ୍ୟ ତୀର୍ଥ ହେରି। ତାମ୍ରବର୍ଣ୍ଣ ନାମେ ଥିଲା ତହିଁ ତୀର୍ଥବର, ମୟୂର ଚଢ଼ିଲେ ମିଳି ସେଠାରେ କୁମାର। ବ୍ରହ୍ମରୂପ ଦେଖିଲେ ସେ ସ୍ନାନ କରି ଜଳେ, 100 ମନ୍ତ୍ର ଯେ ଜପିଲେ ହୃଦୟରେ। ତାମ୍ରବର୍ଣ୍ଣ ତୀର୍ଥେ ସ୍କନ୍ଧ ସ୍ନାନ କରିଲେ, ବୈକୁଣ୍ଠ ଭୁବନ ତାକୁ ମିଳଇ ସତରେ। ସେ ତୀର୍ଥ ଛାଡ଼ି ଚଳିଲେ ଶିବଙ୍କ ନନ୍ଦନ, ମଳୟ ପର୍ବତ ପାଶେ ଗଲେ ସେ ମିଳିଣ। ବିବିଧ ପ୍ରକାର ଚନ୍ଦନ ଅଛି ଯେ ତହିଁ, ଚନ୍ଦନ ସୁବାସ ଘେନି ପବନ ବହଇ। ଲୋକଙ୍କର ସୁଖ ଗଜ ସେ କଥା ଅଟଇ, ଆନନ୍ଦରେ ସର୍ବଜନ୍ତୁ ରହିଥାନ୍ତି ରହି। ମଳୟ ପର୍ବତ ଗନ୍ଧ ନଦୀ ବହି ଯାଇ, ସେ ଜଳେ ସ୍ନାନ କରିଲେ ସ୍କନ୍ଧ ବିରତହିଁ। ତହିଁ ଅଗସ୍ତ୍ୟ ଋଷିଙ୍କୁ ଦର୍ଶନ କଲେ, ସ୍କନ୍ଧ ବୀର ତାହାଙ୍କୁ ଆନନ୍ଦେ ସେ ପୂଜିଲେ। ସ୍କନ୍ଧଙ୍କ ଭକ୍ତରେ ମୁନି ସନ୍ତୋଷ ହୋଇଲେ, ଦକ୍ଷିଣ ଦିଗର କଥା ତାହାଙ୍କୁ କହିଲେ। ଉପଦେଶ ଅଗସ୍ତ୍ୟଙ୍କ ଠାରୁ ସ୍କନ୍ଧ ପାଇ, ଦକ୍ଷିଣ ମୁଖେ ଚଳିଲେ ଆନନ୍ଦିତ ହୋଇ। ଦକ୍ଷିଣ ସିନ୍ଦୁର କୂଳ କାମାକ୍ଷୀ ଦୁର୍ଗା ମା, ବାଞ୍ଛିତ ବର ଦିଅନ୍ତି ଆଚରିଣ କ୍ଷମା। ତହିଁ ସାଗର ଜଳରେ କରିଲେ ସ୍ନାନ, ନୀତି କନାକ୍ଷୀ ଦୁର୍ଗାଙ୍କୁ କରିଲେ ପୂଜନ। ବର ପକ୍ଷ ରହିଲେ ତହିଁ ଆନନ୍ଦେ କୁମାର, ପ୍ରତିଦିନ ପୂଜନ୍ତି ସେ ମାତାଙ୍କ ପୟର। କାମାକ୍ଷୀଙ୍କୁ ଫାଲଗୁନେ କଲେ ଦର୍ଶନ, ପ୍ରାପ୍ତି ହୁଏ ଶୈବ ଆଳ ସତ୍ୟ ବଚନ। ପୂଜା ସାରି ଷୋଡ଼ାନନ ତହୁଁ ଚଳି ଯାଇ, ପସରା ପୁରୀ ଧାମେ ସେ ପ୍ରବେଶିଲେ ତହିଁ। ତହିଁ ବିଷ୍ଣୁଙ୍କୁ କୁମାର କରିଲେ ପୂଜନ, ଅୟୁତ କୋଟି ସୁବର୍ଣ୍ଣ ବିପ୍ରେ ଦେଲେ ଦାନ। ସୁବର୍ଣ୍ଣ ଦାନ କରିଣ ଦେବ ଷଡ଼ାନନ, ଚଳିଗଲେ ତପୋଧନ ଆନନ୍ଦ ହୋଇଣ। ପଶ୍ଚିମକୁ ମୁଖ କରି କରନ୍ତେ ଗମନ, କେରଳ ଦେଶରେ ପ୍ରବେଶିଲେ ଷଡ଼ାନନ। କୋକାର୍ଣ୍ଣବ କ୍ଷେତ୍ର ତହିଁ ଦର୍ଶନ କଲେ, ସ୍ନାହାନ ସାରିଣ ସ୍କନ୍ଦ ସେ ସ୍ଥାନ ଦେଖିଲେ। ଧୂର୍ଜଟିଙ୍କର ସ୍ମରଣ ଦେଲେ ସେ କୂଳରେ,
ଶିବଲୋକଙ୍କୁ ଗମଇ ଜନନ୍ତ କାଳେ। ସେଠାରେ ସ୍ନାନ କରିଣ ଆନନ୍ଦେ କୁମାର। ମୟୂର ଚଢ଼ି ସେଠାରୁ ହୋଇଲା ବାହାର। ପ୍ରବେଶିଲେ କୃପା ଜଳ ଦେଶେ ଷଡ଼ାନନ। ସେଠାରେ ସରିତ ପ୍ରବାହିତ ଭସ୍ମ ନାମ। ପାପରାଶି ଖଣ୍ଡେ ତହିଁ କରିଲେ ସ୍ନାନ। ବ୍ୟାସଦେବ ପୂର୍ବେ କରିନଥିଲେ ସେବନ। ସେଠାରେ ସ୍ନାନ କରିଣ ପ୍ରଭୁ ଷଡ଼ାନନ। ପିତୃଦେବତାଙ୍କୁ କଲେ ସନ୍ତୋଷ ବିଧାନ। ବୈପାୟନୀ ଦେବୀଙ୍କର ବାଜିଣ ଚରଣ। କ୍ରଞ୍ଚ ଭେଦି ମିଳିଲେ ସେ ଦଣ୍ଡକା ଅରଣ୍ୟ। ଋଷିଗଣ ମାନେ ତହିଁ ଛନ୍ତି ଆନନ୍ଦରେ। ପାପ ତାପ ଦର୍ଶନେ ଘଞ୍ଚି ଯାଏ ଦୂରେ। ବହେ ଗୋଦାବରୀ ନଦୀ କଳନାଦ ଦେଇ। ଶୀତଳ ମଧୁର ଜଳ ତାହାର ଅଟଇ। ପଞ୍ଚବଟୀ ବନ ସେହି ନଦୀର ଉତ୍ତରେ। ଷଡ଼ାନନ ରହିଲେ ସେହି ଆଶ୍ରମରେ। ଶ୍ରୀରାମଙ୍କ ପୂର୍ଣ୍ଣଶାଳା ନିକଟେ ଅଛଇ। ସାତ ନେଲା ଦଶାନନ ପର୍ଣ୍ଣଶାକୁ ନାହିଁ। ପାଦବେନି ଶ୍ରୀରାମଙ୍କ ଅଛି ସେହିଠାରେ। ଦେଖିଣ ସେନାନୀ ମନେ ଆନନ୍ଦ ହୋଇଲେ। ମନ୍ତ୍ର ପାଠ କରି ଜଳେ କରିଲେ ସ୍ନାନ। ଶତବାର ବୁଡ଼ିଲେ ସେ ମନ୍ତ୍ର ଉଚ୍ଚାରିଣ। ଦେବ ପିତା ଋଷିଙ୍କର ମନକୁ ତୋଷିଲେ। ରତ୍ନ ବସ୍ତ୍ର ବ୍ରାହ୍ମଣଙ୍କୁ ପ୍ରଦାନ କରିଲେ। ଶ୍ରୀରାମଙ୍କ ପାଦ ତହିଁ ଦର୍ଶନ କରି। ଚନ୍ଦନ କୁସୁମେ ପୂଜାନ୍ତେ ସେ ରାବଣାହି। ପଞ୍ଚବଟୀ ମୂଳେ ଆସି ବସନ୍ତି କୁମାର। ତାହାଙ୍କୁ ବେଢ଼ି ବସନ୍ତି ଋଷିଏ ସକଳ। ନାନାଦି ପୁରାଣ ଅର୍ଥ ସହିତେ ପଠନ। ବାମନ ମତ୍ସ୍ୟ ମାର୍କଣ୍ଡ ଭବିଷ୍ୟ ପୁରାଣ। ଶ୍ରୀ ଭାଗବତ ବ୍ରହ୍ମାଣ୍ଡ ମତ୍ସ୍ୟ ଯେ ପୁରାଣ। ତା ଛଡ଼ା ଅଗ୍ନି ନାରଦ କରନ୍ତି ପଠନ। ପଦ୍ମସ୍କନ୍ଧ ବାୟୁ ବ୍ରହ୍ମ ବୈବର୍ତ କୁର୍ମ। ସଦାଶିବଙ୍କ ଚରିତ ଲିଙ୍ଗ ଯେ ପୁରାଣ। ବୈଷ୍ଣବ ବ୍ରହ୍ମ ନାମେ ପୁରାଣ ସେ ଯେ ଦୁଇ। ପ୍ରତିଦିନ ପଢ଼ନ୍ତି ଯେ ଆନନ୍ଦିତ ହୋଇ। ଅଷ୍ଟାଦଶ ପୁରାଣ ଯେ ତହିଁ ଶେଷ କଲେ। ଆବର ଉପପୁରାଣ ପଠନ ସାରିଲେ। ସମସ୍ତ ପୁରାଣ ମାନ ସ୍କନ୍ଧ ଯେ ଶୁଣିଲେ। କୋଟି କୋଟି ସ୍ୱର୍ଣ୍ଣ ଦାନ ଋଷିଙ୍କୁ କରିଲେ। ଦ୍ୱାଦଶ ବରଷ ତହିଁ ରହି ସ୍କନ୍ଧ ବୀର। ଭଦ୍ରା ତଳେ ପରବେଶ ହୋଇଲେ ସତର। ଶ୍ରୀରାମ ସୀତା ଲକ୍ଷ୍ମଣ ଛନ୍ତି ସେ ସ୍ଥାନରେ। ହନୁମାନ ଜଗି ବସି ଛନ୍ତି ଗଜାକରେ।
ପୂଜିଲେ ଭକ୍ତିରେ ତାଙ୍କୁ ପ୍ରସାଦ ଘେନିଲେ। ସ୍କନ୍ଧବୀର ପଶ୍ଚିମ ମୁଖରେ ଚଳିଗଲେ। ଚିତ୍ରକୂଟ ତଳେ ଗଙ୍ଗା ବହେ ଝର ଝର। ସ୍ନାନ କଲେ ସେ ଜଳରେ ପଶିଣ କୁମାର। ପିତୃଦେବତା ତୋଷିଣ ପ୍ରଭୁ ଷଡ଼ାନନ। ପ୍ରବେଶ ହୋଇଲେ ଦୁଆ ଦଶ ବୃନ୍ଦାବନ। ତହିଁ କାଳନ୍ଦୀ ଜଳରେ ସ୍ନାନ କରିଲେ। ବଂଶୀ ବଟକୁ ସେଠାରେ ଦର୍ଶନ କଲେ। କୃଷ୍ଣଙ୍କର ମୂର୍ତ୍ତି ତହିଁ କରିଲେ ପୂଜନ। ଗିରି ଗୋବର୍ଦ୍ଧନ ତହିଁ କଲେ ପ୍ରଦକ୍ଷିଣ। ରେବା ନଦୀ କୂଳେ ସ୍କନ୍ଧ ପରବେଶ ହେଲେ। ହରଷ ମନରେ ତହିଁ ସ୍ନାନ କରିଲେ। ମଧୁହାରି ବିଷ୍ଣୁ ମୂର୍ତ୍ତି କରିଣ ପୂଜନ। ପ୍ରଭାସ ତୀର୍ଥେ ମିଳିଲେ ତହିଁ ଷଡ଼ାନନ। କୁରୁକ୍ଷେତ୍ରରେ ପ୍ରବେଶ ହୋଇଲେ କୁମାର। ଗଗନ କଲେ ସେଠାର ଚଢ଼ିଣ ମୟୂର। ପ୍ରୟାଗ ତୀର୍ଥରେ ମିଳିଲେ ଷଡ଼ାନନ। ବନମାଳୀଙ୍କୁ ପୂଜିଲେ ଆନନ୍ଦ ମନର। କାଶୀ କ୍ଷେତ୍ରରେ ସେ ନାନୀ ପ୍ରବେଶ ହୋଇଲେ। ବିଶ୍ୱନାଥଙ୍କୁ ସ୍ନାନ ସାରିଣ ପୂଜିଲେ। ସେଠାରୁ କୈଳାସେ ଗଲେ ପିତୃଦର୍ଶନେ। ତୀର୍ଥ ଭ୍ରମଣ ତାଙ୍କର ତହିଁ ଶେଷ ଜାଣ। ମୟୂର ବାହନ ପବନ ଗତି ତାର। 14 ଭୁବନ ଭ୍ରମେ ନିମିଷ ମଧ୍ୟର। ମୟୂରେ ବସିଣ ସ୍କନ୍ଧ ହରଷିତ ମନ। କୈଳାସ ପଶ୍ଚିମ ଦ୍ୱାରେ ଗଲେ ସେ ମିଳିଣ। କାର୍ତ୍ତିକେୟଙ୍କର ତୀର୍ଥ ଯାତ୍ରା ବିବରଣ। ଶୁଣିଲ ତ ଋଷିଗଣ ଆନନ୍ଦ ହୋଇଣ। ଭାରତ ବର୍ଷରେ ଥିଲେ ଯେଉଁ ତୀର୍ଥମାନ। ସ୍କନ୍ଦ ମୟୂରେ ଭ୍ରମିଣ କଲେ ଦର୍ଶନ। ଶୁଣିବ ଯେ ବଣ ଜନ କର୍ଣ୍ଣରେ ତାହାର। ସକଳ ତୀର୍ଥର ଫଳ ଲଭିବ ସେ ନର। ଭକ୍ତି ଭରେ ଯେଉଁ ଜନ କରଇ ପଠନ। ସର୍ବତୀର୍ଥ ଫଳ ଲଭେ କଥା ନୁହେଁ ଆନ। ଶ୍ରୀମୁଖରେ ଭୋଳାନାଥ ସ୍ୱୟଂ ଛନ୍ତି କହି। ଦୀନ ବୁଦ୍ଧିମନ୍ତ ବସି ପୁରାଣେ ଲେଖଇ।